Welcome back to my channel. Good morning. ଜୟ ଜଗନ୍ନାଥ। ଆଜି ମୋ ବୋଉ ପାଇଁ କରୁଛି ଏଠି ଛଇଁ ଆଳୁ ବେସର, ବୋଉର ଫେଭରେଟ୍। ତ ଆଜି ବୋଉ ପାଇଁ ମୁଁ ଏଇଟା ବନାଉଛି ଲଞ୍ଚରେ ଖାଇବା ପାଇଁ। ଆପଣମାନେ କ'ଣ ସବୁ ବନାଉଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ମୋ ଭିଡ଼ିଓ ଟିକେ ସିମ୍ପଲ୍ ହେଇଯାଉଛି, ସେଥିପାଇଁ ଆପଣମାନେ ମୋତେ ଲାଇକ୍ ସେୟାର ସବସ୍କ୍ରାଇବ୍ କରୁନାହାନ୍ତି। ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଭଲ ଭଲ ସିମ୍ପଲ୍ ସେ ରୋଷେଇ ମୁଁ ଆଣିପାରିବି, ଆପଣମାନଙ୍କୁ ଦେଖାଇ ପାରିବି। ଆଉ ମୋ ବୋଉକୁ ଟିକେ ମୁଁ ଖୁସି କରିପାରିବି। ସିମ୍ପଲ୍ ସା ରୋଷେଇ ମୁଁ କଢ଼େଇ ବସାଇ ଦେଇଛି। ସିମ୍ପଲ୍ ସା, ଆପଣମାନେ ତ ଓଡ଼ିଆ ଘରେ ଏସବୁ ଜିନିଷ ଆମର ହେଉଛି ସବୁବେଳେ। ଛଇଁ ଆଳୁ ବାଇଗଣ ବେସର ଦେଇକି, ମୁଁ ବି ଏମିତି ପିଆଜ ଦେଇକି ସବୁ ପରିବା ଦେଇକି ମୁଁ ଏଇଟା ରୋଷେଇ କରିଦେଉଛି ବୋଉ ପାଇଁ। ଆଉ କ'ଣ, ବୋଉ ତା'ର ନିତ୍ୟକର୍ମ ସାରିକି ପୂଜା କରିକି ଏବେ ଜୟ ଜଗନ୍ନାଥ ଚ୍ୟାନେଲ୍ ଦେଖୁଛି। ଏଠି ମୁଁ ରୋଷେଇ ଟାଇମ୍ରେ ହିଁ ମୋତେ ଟିକେ ଟାଇମ୍ ମିଳେ ଟିକେ ଆପଣମାନଙ୍କ ସହିତ କଥା ହେବା ପାଇଁ, ଆଉ କିଛି ଏମିତି ସିମ୍ପଲ୍ ସା ରୋଷେଇ କରିଦେବା ପାଇଁ। ଆଉ କ'ଣ, ଏଠି ମୋତେ ଟିକେ ପ୍ଲିଜ୍ ସପୋର୍ଟ କରନ୍ତୁ, ଯେମିତି ମୁଁ ଆଗକୁ ଆପଣଙ୍କୁ ଭଲ ଭଲ ରୋଷେଇ ବନେଇକି ମୁଁ ବୋଉକୁ ଖୁଆଇପାରିବି, ଆପଣଙ୍କୁ ଦେଖାଇ ପାରିବି। ଆଉ ମୋର କିଛି ଏମିତି ସୁନ୍ଦର ସୁନ୍ଦର ମୁହୂର୍ତ୍ତ। ଆଉ ଏଠି ଆମର ସିମ୍ପଲ୍ ସା, ବୋଉକୁ ତ କିଛି ମାନେ ଅଲଗା କିଛି ହେଭି ଆଇଟମ୍ ଭଲ ଲାଗେନି। ବୋଉକୁ ଖାଲି ଏମିତି ସିମ୍ପଲ୍ ସା ଖାଇବାକୁ ହିଁ ଭଲ ଲାଗେ। ଆମର ଯେମିତି ସିମ୍ପଲ୍ ସା ଟ୍ରାଡ଼ିସ୍ନାଲ୍ ଓଡ଼ିଆ ଘରର ଖାଇବା, ସେଇଟା ହିଁ ମୁଁ ସବୁବେଳେ ବନାଏ ଆଉ ବୋଉକୁ ଏମିତି ଖୁଆଏ। ବୋଉ ବି ଖୁସି ହୁଏ। ଆଉ ଏମିତି ତ ନନ୍ଭେଜ୍ ଆମ ଘରେ ହୁଏନି, କି ଖାଇବାକୁ କେହି ମାନେ ଖାଆନ୍ତିନି। ତ ଏମିତି ମୁଁ ସିମ୍ପଲ୍ ସା ଏଇ ଭେଜ୍ ଖାଇବା ହିଁ ମୁଁ ବନାଏ ଆଉ ବୋଉକୁ ଖୁଆଏ, ଆଉ ବୋଉକୁ ବହୁତ ଭଲ ଲାଗେ ମଧ୍ୟ। ଆଉ କିଛି ଏଇଟା ତ ସମର୍ ସିଜନ୍ ଚାଲିଛି, ଯେହେତୁ ଏଇ ସିଜନ୍ରେ ଆମ୍ବ ବହୁତ ମିଳେ। ତ ଆମ ବୋଉ ବି ବହୁତ ବଢ଼ିଆ ଆଚାର କରିଛି। ଆଚାର ଭିଡ଼ିଓ ସେୟାର ପଡ଼ିଛି, ଆପଣମାନେ ପ୍ଲିଜ୍ ତାକୁ ଟିକେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିଦେବେ ମଧ୍ୟ। ଆଉ ଆମେ ଆମ୍ବୁଲ ବି ବନାଉଛୁ, ସେଟା ବି ଆମେ ଆପଣଙ୍କୁ ଦେଖାଇବୁ। ଦେଖିବେ ମୋ ବୋଉ କେମିତି ଆମ୍ବୁଲ ବନାଉଛି। ଆଉ ଏମିତି ସୁନ୍ଦର ସୁନ୍ଦର ଭିଡ଼ିଓ ଆପଣମାନଙ୍କୁ ଦେବୁ। ଆଉ ପ୍ଲିଜ୍ କେମିତି ଲାଗୁଛି ଆପଣମାନେ କୁହନ୍ତୁ। ଏଠି ମୋର ତରକାରୀ ସରିବା ଉପରେ ହେଇଗଲାଣି। ଏଠି ମୁଁ ବେସର ପାଣି ଯେଉଁଥିରେ ବାଉଲ୍ରେ ଦେଇଥିଲି, ସେଇ ବାଉଲ୍ରେ ହିଁ ଦେଇଦେଉଛି। ଏଠି ମୋର କଷିକି ମୁଁ ତାକୁ ପାଣି ଦେଇଛି। ଏମିତି ଶୁଖା ଟିକେ ଭଲ ଲାଗେ, ସେମି ଗ୍ରେଭି ଟାଇପ୍ର। ଆଉ ବେଶୀ ଝୋଳ ମୋତେ ଟିକେ ପସନ୍ଦ ଲାଗେନି। ତ ଏମିତି ହିଁ ଟିକେ ମୁଁ ବନେଇଛି। ପ୍ରାୟତଃ ହେଇଗଲାଣି, ଏବେ ଆଉ ଟିକେ ପରେ ହେଇଯିବ। ତାକୁ ମୁଁ ଘୋଡ଼େଇକି କିଛି ଟାଇମ୍ ରଖିଦେଉଛି, ତାପରେ ହେଇଯିବ। ତ ନେକ୍ସଟ୍ରେ ଖାଲି ଗୋଟେ ଏମିତି ତରକାରୀ ହେଲେ ତ ହେବନି, ବୋଉ ପାଇଁ ଆଉ କିଛିଟା ମୁଁ ବନେଇ ଦେଉଛି। ଏମିତି କ'ଣ ବରଗଡ଼ି ଆମ ପଟେ କୁହନ୍ତି, ଆପଣମାନଙ୍କର ସେପଟେ ଝୁଡ଼ୁଙ୍ଗ ସାଇଡ଼୍ କୁହନ୍ତି। ସେଇ ଝୁଡ଼ଙ୍ଗ ଆଳୁ ଭଜା ମୁଁ ବନେଇଛି, ଆଉ ସେଇଟା ବି ବୋଉକୁ ବହୁତ ଭଲ ଲାଗେ। ତ ଏମିତି କିଛି ଆଜିର ଲଞ୍ଚ ମୁଁ ବନେଇ ଦେଇଛି ବୋଉ ପାଇଁ, ସାୟଦ ବୋଉକୁ ଟିକେ ଭଲ ଲାଗିବ। ତାକୁ ଏଠି ମୁଁ ଆଉ ଟିକେ ପାଣି ଦେଇକି ତାକୁ ଟିକେ ସେମି ଗ୍ରେଭି ଟାଇପ୍ର ମୁଁ କରିଦେଇକି ତାକୁ ଆଉ କିଛି ଟାଇମ୍ ବସେଇ ଦେଇକି ତାକୁ ମୁଁ ଘୋଡ଼େଇକି ଟିକେ ରଖିଦେବି। ରଖି ସାରିଲା ପରେ ମୋର ହେଇଯିବ ଛଇଁ ଆଳୁ ବାଇଗଣ ବେସର। ଆପଣମାନଙ୍କୁ ଏ ତରକାରୀଟି କେମିତି ଲାଗେ, କାହାକୁ ଭଲ ଲାଗେ, ମୋତେ କମେଣ୍ଟ ମାଧ୍ୟମରେ କହିବେ। ଆଉ ପ୍ରାୟତଃ ହେଇଗଲାଣି ଏଠି ଆମର ବେସର ଏଇ ଛୁଇଁ ତରକାରୀ। ଏଠି ମୁଁ ଟିକେ ତାକୁ ଘାଣ୍ଟି ଦେଉଛି। ଘାଣ୍ଟି ଦେଇ ସାରିଲା ପରେ ମୁଁ ତାକୁ ଓହ୍ଲେଇ ସାରିଲା ପରେ ତାକୁ ମୁଁ ରଖିଦେବି ଗୋଟେ ବାଉଲ୍ରେ। ଦେନ୍ ନେକ୍ସଟ୍ କ'ଣ ମୁଁ କହୁଥିଲି, ଯେ ଝୁଡ଼ଙ୍ଗ ଭଜା ଟିକେ ତାକୁ ମୁଁ ବନେଇବି। ଦେନ୍ ମୁଁ ଯାଇକି ଟିକେ ପୂଜା କରିବି। ପୂଜା କରିସାରିଲା ପରେ ମୁଁ ଆସିକି ଖାଇବି। ଏଠି ମୁଁ ବୋଉକୁ ଦେଖାଉଛି, ବୋଉ ଦେଖ ମୁଁ ବନେଇ ଦେଇଛି ତୋ ପାଇଁ। ଏଠି ମୁଁ ଟିକେ ତାକୁ ଆପଣମାନଙ୍କ ପାଇଁ
ବାହାର କରିକି ଭିଡ଼ିଓ ଟିକେ କରିଦେଉଛି। ଆଣ୍ଡ ଦେନ୍ ଏଠି ମୁଁ କଡ଼େଇ ବସେଇକି ସେ ଝୁଡ଼ଙ୍ଗ ଆଳୁ ଭଜିବାକୁ ଭାଜିବି, କାହିଁକିନା ବୋଉ ବି ସେପଟେ ଗାଧେଇକି ଆସିକି ବସିଲାଣି, ଯୋଜନା ଚ୍ୟାନେଲ୍ ଦେଖୁଛି। ଆଉ ମୁଁ ଏପଟେ ବସି ବହୁତ ଟାଇମ୍ ହେଇଗଲାଣି ଭିଡ଼ିଓ ଆଉ ଏମିତି ବନେଇବା ଚକ୍କରରେ ତ ଟିକେ ଟାଇମ୍ ହେଉଛି, ସେଥିପାଇଁ ମୁଁ ଭିଡ଼ିଓ ବନେଇ ପାରିନି ଜଲ୍ଦି ବୋଉକୁ ରୋଷେଇ କରିକି ଖାଇବାକୁ ଦେଇଦିଏ। ବଟ୍ ମୁଁ ଏଇଟା ବୋଉକୁ ଭଲ ଲାଗେ ବୋଲି ବୋଉ ପାଇଁ ମୁଁ ସୁଟ୍ କରିଦେଉଛି ଏଇ ୟୁଟ୍ୟୁବ୍ ଭିଡ଼ିଓ। ତାକୁ ଭଲ ଲାଗେ ବୋଲି ମୁଁ ତା'ର ଏସବୁ ଜିନିଷ ସୁଟ୍ କରିଦେଉଛି। ଏବେ ଆମର କଡ଼େଇ ବସେଇ ଦେଇକି ତେଲ ଗରମ କରିଦେଇକି ଜିରା ପକେଇଛି। ତେଲ ଟିକେ ଗରମ ହେଇସାରିଲା ପରେ ମୁଁ ଝୁଡ଼ଙ୍ଗ ଆଳୁ ଭଜାକୁ ଭାଜିଦେବି। ଆପଣମାନଙ୍କୁ ବି ଏଇଟା କେମିତି ସିମ୍ପଲ୍ ଖାଇବା ଆପଣମାନଙ୍କୁ କେମିତି ଲାଗେ ଆପଣ ମଧ୍ୟ କହିବେ, ଆଉ କମେଣ୍ଟରେ ଲେଖିବେ ଆପଣଙ୍କୁ ଯେ କେମିତି ଲାଗୁଛି ସବୁ ଭିଡ଼ିଓ ଆମର। ମୁଁ ଟିକେ ଅବଶ୍ୟ ଭଲସେ ମୁଁ କରିପାରୁନି, ବଟ୍ କେମିତି ଲାଗୁଛି ଆପଣମାନେ କହିବେ, କମେଣ୍ଟ କରିବେ। ଆପଣମାନଙ୍କୁ କେମିତିଆ ଭିଡ଼ିଓ ଲାଗୁଛି କି କ'ଣ ରୋଷେଇ ଆପଣଙ୍କୁ ପସନ୍ଦ, ସେ ରୋଷେଇ ମୁଁ ବୋଉକୁ ଖୁଇପାରିବି ଯେ ଆପଣମାନେ କହିଛନ୍ତି ଏଇଟା ବୋଉକୁ ଖୁଆ ବୋଲି, ତ ମୁଁ କରିକି ଆପଣଙ୍କୁ ଟ୍ରାଏ କରିବି କରିବା ପାଇଁ, ଆଉ ବୋଉକୁ ମଧ୍ୟ ଖୁଏଇବି। କେମିତି ଲାଗୁଛି ସେଇଟା ବି ବୋଉ କହିବ। ଏଇଟା ତ ଅଲମୋଷ୍ଟ ସବୁ ରୋଷେଇବାସ ସରିଲାଣି। ବୋଉ ଏସବୁ ଭିଡ଼ିଓ ଦେଖିକି ସେ ବହୁତ ଖୁସି ହେଉଛି, ଆଉ ତାକୁ ବହୁତ ଭଲ ଲାଗୁଛି ଯେ ମୁଁ ଭିଡ଼ିଓ ସୁଟ୍ କରିଦେଉଛି। ଏସବୁ ଜିନିଷ ବୋଉକୁ ଭଲ ଲାଗେ, ଭିଡ଼ିଓ ସୁଟ୍, ଡ୍ୟାନ୍ସ, ସିଙ୍ଗିଙ୍ଗ, ଏସବୁ ଜିନିଷ ବୋଉକୁ ବହୁତ ଭଲ ଲାଗେ। ତ ସେଇଟା ବୋଉ ମୋତେ ସବୁବେଳେ କହେ ତୁ ଏମିତି କର, ମୁଁ ଟିକେ ଦେଖିବି। ତ ମୁଁ ସବୁବେଳେ ଏମିତି କରିବା ପାଇଁ ଟ୍ରାଏ କରେ, ଖୁସି କରିବା ପାଇଁ ଟ୍ରାଏ କରେ। ତ ତେଣୁକରି ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ କେବଳ ହିଁ ବୋଉ ପାଇଁ ଖୋଲିଛି। ବୋଉ ଦେଖିକି ଏସବୁ ଜିନିଷ ଖୁସି ହେଉଛି, ତାକୁ ବହୁତ ଭଲ ଲାଗେ ଏସବୁ ଜିନିଷ ଦେଖିବା। ତ ପ୍ଲିଜ୍ ଆପଣମାନେ ମୋ ବୋଉ ପାଇଁ ଲାଇକ୍, କମେଣ୍ଟ ଆଉ ସେୟାର କରିଦିଅନ୍ତୁ, ଫଲୋ ବି କରିଦିଅନ୍ତୁ। ଏଠି ମୋର ସବୁ ଜିନିଷ ରେଡ଼ି ହେଇଗଲା। ଏଠି ମୋ ବୋଉକୁ ବାଢ଼ିକି ଦେଇଦେଇଛି। ଏଠି ଝୁଡ଼ଙ୍ଗ ଆଳୁ ଭଜା, ଛୁଇଁ ଆଳୁ ବେସର ମୁଁ କରିଥିଲି, ଆଉ ଆଳୁ ତରକାରୀ ଟିକେ ମୁଁ କରିଥିଲି। ଆଉ ମୋର ସବୁବେଳେ ଅଲ୍ ଟାଇମ୍ ଫେଭରେଟ୍ ଆଳୁ, ଶୁଖିଲା ଲଙ୍କା ଆଉ ଛଣା ପିଆଜକୁ ଛାଣିକି ମୁଁ ଚକଟିକି ବୋଉକୁ ସେଇଟା ମୋତେ ବି ବହୁତ ଭଲ ଲାଗେ। ଏଠି ବୋଉକୁ ମୁଁ କହୁଛି ବୋଉ ଟେଷ୍ଟ କର କେମିତି କ'ଣ ଲାଗୁଛି। ପ୍ଲିଜ୍ ଆପଣମାନେ ମୋତେ ସପୋର୍ଟ କରନ୍ତୁ। ଆଉ ମୁଁ ଭିଡ଼ିଓଟି ଏଠି ରହିଲି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ବାଏ ବାଏ, ଜୟ ଜଗନ୍ନାଥ।